ଯେବେ ଯେବେ ଭଗବାନ ଶ୍ରୀକୃଷ୍ଣଙ୍କର ନାମ ନିଆଯାଇଛି, ଏମିତି କେବେ ବି ହେଇନି ରାଧାଙ୍କର ନାମ ନ ନେଇଥିବାର। ଶ୍ରୀକୃଷ୍ଣଙ୍କର ପ୍ରିୟ ଭକ୍ତମାନେ ରାଧାକୃଷ୍ଣ କହିକି ଡାକନ୍ତି, କାହିଁକି ନା ଏହି ଦୁଇଟି ଶବ୍ଦ ଜଣେ ଅନ୍ୟ ଜଣଙ୍କ ପାଇଁ ହିଁ ସୃଷ୍ଟି ହେଇଛି। ଏହାକୁ କେହି ଅଲଗା କରିପାରିବେନି। କିନ୍ତୁ ତେବେ କ'ଣ ହେଇଥିଲା ଯେବେ ଶ୍ରୀକୃଷ୍ଣଙ୍କୁ ରାଧାକୁ ଛାଡ଼ିକି ଯିବାକୁ ପଡ଼ିଥିଲା? ଶ୍ରୀକୃଷ୍ଣଙ୍କ ବିନା ରାଧା କେମିତି ରହିଥିବେ? ଏହି ପ୍ରଶ୍ନ ମନକୁ ବ୍ୟାକୁଳତା କରିଦେଉଛି। ଆଜି ରାଧାରାଣୀଙ୍କ ବିଷୟରେ ଏମିତି କଥା କହିବି ଯେଉଁ କଥା ଅଧିକାଂଶ ଲୋକ ଜାଣିନଥିବେ। କୃଷ୍ଣଠାରୁ ରାଧାକୁ ଆଉ ରାଧାଠାରୁ କୃଷ୍ଣଙ୍କୁ କେହି ଅଲଗା କରିପାରିବେନି। କିନ୍ତୁ ପରିସ୍ଥିତି ଆଉ ସମୟ ରାଧାକୃଷ୍ଣଙ୍କୁ ବି ଛାଡ଼ି ନଥିଲା। ଏହା ଆମେ ସମସ୍ତେ ଜାଣିଛନ୍ତି କି କୃଷ୍ଣଙ୍କର ଛୋଟବେଳର ସମୟ ବୃନ୍ଦାବନରେ ହିଁ କଟିଥିଲା। ନଟଘଟ ନନ୍ଦଲାଲା ସମସ୍ତଙ୍କୁ ହସାଉଥିଲେ, ଆଉ କିଛି ଲୋକଙ୍କୁ ହଇରାଣ ବି କରୁଥିଲେ। କିନ୍ତୁ କୃଷ୍ଣଙ୍କ ସହିତ ହିଁ ବୃନ୍ଦାବନର ଖୁସି ଥିଲା। କୃଷ୍ଣ ନିଜର ମଧୁର ବଂଶୀ ସ୍ୱର ଦ୍ୱାରା ଅନେକ ଗୋପୀଙ୍କର ହୃଦୟକୁ ଜିତିଥିଲେ। କିନ୍ତୁ ଯଦି କେହି କୃଷ୍ଣଙ୍କର ମଧୁର ବଂଶୀ ସ୍ୱରରେ ଅଧିକ ମୋହିତ ଥିଲା, ସେ ହେଉଛି ରାଧାରାଣୀ। କିନ୍ତୁ ରାଧାଙ୍କ ଠାରୁ ବହୁତ ଗୁଣ ଅଧିକ କୃଷ୍ଣ ତାକୁ ପ୍ରେମ କରୁଥିଲେ। ରାଧାରାଣୀ କୃଷ୍ଣଙ୍କ ଠାରୁ ବୟସରେ 5 ବର୍ଷ ବଡ଼ ଥିଲେ। କିନ୍ତୁ ଏହି କଥାର ଫରକ ନା ରାଧାଙ୍କ ଉପରେ କିଛି ପଡ଼ିଥିଲା ନା କୃଷ୍ଣଙ୍କ ଉପରେ କିଛି ଫରକ ପଡ଼ିଥିଲା। ରାଧା ବୃନ୍ଦାବନ ଠାରୁ କିଛି ଦୂରରେ ରେପଲି ନାମକ ଗ୍ରାମରେ ରହୁଥିଲେ। କିନ୍ତୁ ସବୁଦିନ କୃଷ୍ଣ ଭଗବାନଙ୍କର ମଧୁର ବଂଶୀସ୍ୱରରେ ଟାଣି ହେଇକି ତାଙ୍କ ପାଖକୁ ଚାଲି ଆସୁଥିଲେ। କୃଷ୍ଣଙ୍କର ଜୀବନ ବି ସାଧାରଣ ନଥିଲା। ଧୀରେ ଧୀରେ ସମୟ ପାଖକୁ ଆସିବାରେ ଲାଗିଥିଲା ଯେବେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନ ଛାଡ଼ିକି ମଥୁରା ଯିବାକୁ ଥିଲା। କୃଷ୍ଣଙ୍କ ଦୁଷ୍ଟ ମାମୁଁ କଂସଙ୍କର ଅତ୍ୟାଚାର ଶେଷ ସୀମାରେ ପହଞ୍ଚି ଯାଇଥିଲା। ଆଉ ଗୋଟେ ଦିନ କଂସ କୃଷ୍ଣ ଆଉ ତାଙ୍କ ବଡ଼ ଭାଇ ବଳରାମଙ୍କୁ ମଥୁରାକୁ ଆମନ୍ତ୍ରଣ କଲେ। ଆଉ ଏହି କଥାରେ ବୃନ୍ଦାବନ ଗାଁ ସାରା ସବୁ ଲୋକଙ୍କ ଭିତରେ ଗୋଟେ ଡର ହେବାକୁ ଲାଗିଲା। ମାତା ଯଶୋଦା ବି ଅଧିକ ଡରିଗଲେ, କାହିଁକି ନା ତାଙ୍କର ହୃଦୟର ସ୍ପନ୍ଦନ କୃଷ୍ଣ ତାଙ୍କଠାରୁ ଦୂରକୁ ଯାଉଥିଲେ। କୃଷ୍ଣଙ୍କର ଗୋପୀମାନେ ବି କିଛି କମ୍ ଦୁଃଖରେ ନଥିଲେ। 2 ଜଣଙ୍କୁ ନେବା ପାଇଁ କଂସଙ୍କ ଦ୍ୱାରା ରଥ ପଠାଯାଇଥିଲା। ରଥ ଆସିବା ପରେ ବୃନ୍ଦାବନବାସୀ ଚାରିପାଖରେ ଘେରି ଯାଇଥିଲେ, ଏହା ଭାବିକି ଯେ କୃଷ୍ଣଙ୍କୁ ଯିବାକୁ ଦେବୁନି। କିନ୍ତୁ ଭଗବାନ କୃଷ୍ଣଙ୍କୁ ରାଧାଙ୍କର ହିଁ ଚିନ୍ତା ଥିଲା। କୃଷ୍ଣଙ୍କୁ ରାଧାକୁ ଚିନ୍ତା ସତେଇବାରେ ଲାଗିଲା, ହଇରାଣ କରିବାରେ ଲାଗିଲା। ଭାବିବାକୁ ଲାଗିଲେ ଯିବା ପୂର୍ବରୁ କେମିତି ମୁଁ ରାଧାଙ୍କ ସହ ଥରେ ଦେଖା କରିଦେବି। ମଉକା ଦେଖିକି କୃଷ୍ଣ ସେଠୁ ଲୁଚିକି ରାଧାଙ୍କ ପାଖକୁ ଗଲେ। ଆଉ ରାଧାକୁ ଦେଖି କିଛି କହିପାରିଲେ ନାହିଁ।
ରାଧାକୃଷ୍ଣଙ୍କର ଏହି ମିଳନର କାହାଣୀ ବହୁତ ଅଦ୍ଭୁତ ଦୃଶ୍ୟ ଥିଲା। ଦୁଇ ଜଣ ନା କେହି କାହାକୁ କିଛି କହୁଥିଲେ ନା କିଛି ଅନୁଭବ କରୁଥିଲେ, ବାସ୍ ଚୁପ୍ ହିଁ ରହୁଥିଲେ। ରାଧା କେବଳ କୃଷ୍ଣଙ୍କୁ ଚାହୁଁନଥିଲେ, ଖାଲି କୃଷ୍ଣଙ୍କ ମନରେ କ'ଣ ଚାଲୁଛି, କ'ଣ ଭାବୁଛନ୍ତି ରାଧା ସବୁ ବୁଝିପାରୁଥିଲେ। ବୋଧହୁଏ ସେଥିପାଇଁ ଦୁଇ ଜଣଙ୍କୁ ସେହି ସମୟରେ କିଛି କହିବାକୁ ଆବଶ୍ୟକ ହିଁ ପଡ଼ିନଥିଲା। ଶେଷରେ ରାଧାକୁ ବିଦାୟ କହିକି କୃଷ୍ଣ ସେଠୁ ଫେରି ଆସିଥିଲେ ଆଉ ଗୋପୀମାନଙ୍କୁ ବୁଝେଇ ତାଙ୍କଠାରୁ ମଧ୍ୟ ଅନୁମତି ନେଇକି ସେଠୁ ମଧ୍ୟ ଚାଲି ଆସିଥିଲେ। ବୃନ୍ଦାବନ କୃଷ୍ଣଙ୍କ ବିନା ଶୂନଶାନ ହେଇଗଲା। ବୃନ୍ଦାବନରେ ନା କୌଣସି ଚହଳ ଥିଲା ନା କୌଣସି କୃଷ୍ଣଲୀଳାର ଝଲକ। ସବୁ କୃଷ୍ଣଙ୍କ ଯିବା ଦୁଃଖରେ ଭାଙ୍ଗି ପଡ଼ିଥିଲେ, କିନ୍ତୁ ରାଧାକୁ କୌଣସି ଫରକ ପଡ଼ିନଥିଲା, କାହିଁକି ନା ତାଙ୍କ ଭାବନାରେ କୃଷ୍ଣ କେବେ ତାଙ୍କଠାରୁ ଅଲଗା ହେଇ ହିଁ ନଥିଲେ। ଶାରୀରିକ ରୂପରେ ଦୂର ହେବା ତାଙ୍କ ପାଇଁ କୌଣସି ମହତ୍ଵ ରଖିନଥାଏ। ଯଦି କିଛି ମହତ୍ଵପୂର୍ଣ୍ଣ ଥିଲା ରାଧାକୃଷ୍ଣଙ୍କର ଭାବନାତ୍ମକ ରୂପରେ ଏକାଠି ରହିବା। କୃଷ୍ଣ ଯିବା ପରେ ରାଧା ତାଙ୍କରି ବିଷୟରେ ହିଁ ସାରାଦିନ ଭାବିବାକୁ ଲାଗିଲେ। ଏମିତି ହେଇକି ବହୁତ ବର୍ଷ ବିତିଗଲା, କିନ୍ତୁ ଆଗାମୀ ସମୟରେ ରାଧାଙ୍କର ଜୀବନ କେଉଁ ମୋଡ଼ ନେବ ରାଧାକୁ ଜଣା ହିଁ ନଥିଲା। ଯାହା ସବୁ ଝିଅଙ୍କ ସହ ହେଉଛି ତାହା ରାଧାଙ୍କ ସହ ବି ହେଲା। ମାତା ପିତାଙ୍କର ବାଧ୍ୟତାରେ ଆସିକି ରାଧାକୁ ବିବାହ କରିବାକୁ ପଡ଼ିଲା। ବିବାହ ପରେ ନିଜ ଜୀବନ ସନ୍ତାନ ଆଉ ନିଜ ସ୍ୱାମୀଙ୍କ ନାମରେ କରିବାକୁ ପଡ଼ିଲା, କିନ୍ତୁ ହୃଦୟର କୋଣରେ ତେବେ ବି ଶ୍ରୀକୃଷ୍ଣ ହିଁ ରହିଥିଲେ। ଦିନ ବିତୁଥିଲା, ବର୍ଷ ବି ବିତୁଥିଲା, ଆଉ ରାଧା ବହୁତ ବୃଦ୍ଧ ବି ହେଇଗଲେ। ଆଉ ପୁଣି ଗୋଟିଏ ଦିନ ସେ ଲୁଚିକି ଘରୁ ବାହାରି ଗଲେ ଆଉ ବୁଲି ବୁଲି କୃଷ୍ଣଙ୍କର ଦ୍ୱାରିକା ନଗରୀରେ ପହଞ୍ଚିଲେ। ସେଠି ପହଞ୍ଚି କୃଷ୍ଣକୁ ଦେଖିବା ପାଇଁ ନିବେଦନ କଲେ, କିନ୍ତୁ ପ୍ରଥମ ଥର ଦେଖିବା ପାଇଁ ମୌକା ସେବେ ମିଳିଲା ଯେବେ କୃଷ୍ଣ ବହୁତ ଲୋକଙ୍କ ଭିତରେ ଛିଡ଼ା ହୋଇଥିଲେ। ରାଧାକୁ ଦେଖିକି କୃଷ୍ଣଙ୍କର ଖୁସିର ଠିକଣା ନଥିଲା, କିନ୍ତୁ ତେବେ ବି ଦୁଇ ଜଣଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହେଇ ହିଁ ନଥିଲା। ରାଧା କିଏ ଦ୍ୱାରିକା ନଗରରେ କେହି ବି ଜାଣି ହିଁ ନଥିଲେ। ରାଧାଙ୍କର ଅନୁରୋଧ ଯୋଗୁଁ କୃଷ୍ଣ ତାଙ୍କୁ ମହଲରେ ଏକ ଦେବିକା ରୂପରେ ନିଯୁକ୍ତି କରିଦେଲେ। ସେ ଦିନସାରା ମହଲରେ ରୁହନ୍ତି, ମହଲର କାର୍ଯ୍ୟଭାରକୁ ଦେଖନ୍ତି, ଆଉ ଯେବେ ବି ମୌକା ମିଳିଥାଏ ଦୂରରୁ କୃଷ୍ଣଙ୍କୁ ଦେଖନ୍ତି। କିନ୍ତୁ ପୁଣି ବି କାହିଁକି ରାଧାଙ୍କ ମନରେ ଧୀରେ ଧୀରେ ଡର ହେବାକୁ ଲାଗିଲା, ଯାହା ସମୟ ବିତିବା ସହ ଭୟ ବଢ଼ିବାକୁ ଲାଗିଲା। ତାଙ୍କୁ କୃଷ୍ଣଙ୍କ ଠାରୁ ଦୂରକୁ ଯିବାର ଭୟ ଲାଗି ହିଁ ରହୁଥିଲା। ତାଙ୍କ ଭାବନା ତାଙ୍କୁ କୃଷ୍ଣଙ୍କ ପାଖରେ ରହିବାକୁ ଦେଲାନି। ତାଙ୍କର ବଢ଼ୁଥିବା ବୟସ ବି କୃଷ୍ଣଙ୍କ ଠାରୁ ଦୂରକୁ ନେଇଯାଉଥିଲା। ଶେଷରେ ଦିନେ ସେ ସନ୍ଧ୍ୟାରେ ଲୁଚିକି ମହଲରୁ ବାହାରି ଗଲେ। ରାଧା ଜାଣିନାହାନ୍ତି କି ସେ କୁଆଡ଼େ ଯାଉଛନ୍ତି। ରାସ୍ତାରେ କ'ଣ ମିଳିବ, ବାସ୍ ଚାଲୁ ହିଁ ଥିଲେ। କିନ୍ତୁ କୃଷ୍ଣ ତ ଭଗବାନ, ସେ ଅନ୍ତର୍ଯ୍ୟାମୀ, ସେ ତ ସବୁ ଜାଣନ୍ତି। ସେଥିପାଇଁ ସେ ଜାଣିଥିଲେ କି ରାଧା କୁଆଡ଼େ ଯାଉଛନ୍ତି।
ସମୟ ଆସିଗଲା ଯେବେ ରାଧାଙ୍କୁ କୃଷ୍ଣଙ୍କର ଆବଶ୍ୟକତା ପଡ଼ିଲା। ସେ ଏକୁଟିଆ ଥିଲେ, ବାସ୍ କେମିତି ଥରେ ଦେଖିବାକୁ ଚାହୁଁଥିଲେ। ଯେମିତି ଏମିତି ଇଚ୍ଛା ରାଧାଙ୍କ ମନରେ ଆସିଲା, କୃଷ୍ଣ ତାଙ୍କ ସାମ୍ନାରେ ହିଁ ଠିଆ ହୋଇଗଲେ। କୃଷ୍ଣଙ୍କୁ ନିଜ ସାମ୍ନାରେ ଦେଖିକି ରାଧାରାଣୀ ଖୁସି ହୋଇଗଲେ। କିନ୍ତୁ ରାଧାଙ୍କର ସେହି ସମୟ ପାଖକୁ ଆସିଯାଇଥିଲା କି ଯେବେ ରାଧା ନିଜର ପ୍ରାଣ ତ୍ୟାଗ କରି ଦୁନିଆରୁ ବିଦାୟ ନେବାକୁ ଚାହୁଁଥିଲେ। କୃଷ୍ଣ ରାଧାକୁ ପ୍ରଶ୍ନ କଲେ, ତାଙ୍କୁ କିଛି ମାଗିବା ପାଇଁ, କିନ୍ତୁ ରାଧା ମନା କରିଦେଲେ। କୃଷ୍ଣ ପୁଣି କହିଲେ, ରାଧା, ତୁମେ ମୋତେ ଜୀବନ ସାରା କିଛି ବି ମାଗିନ, ମୁଁ ଅନୁରୋଧ କରୁଛି କିଛି ମାଗ। କୃଷ୍ଣଙ୍କ ଅନୁରୋଧ କ୍ରମେ ରାଧାକୃଷ୍ଣଙ୍କୁ ଶେଷ ଥର ପାଇଁ ବଇଁଶୀ ବଜେଇବାକୁ କହିଲେ। ଆଉ କୃଷ୍ଣ ବିନା ଡେରି କରି ବଇଁଶୀ ବାହାର କରି ମଧୁର ସ୍ୱରରେ ବଜେଇବାକୁ ଲାଗିଲେ। ଆଉ ବଇଁଶୀର ସ୍ୱରର ଆବାଜ ଯେମିତି ରାଧାଙ୍କ କାନରେ ଶୁଣାଗଲା, ରାଧା ଆଖି କରିଦେଲେ। ଧୀରେ ଧୀରେ ରାଧା ନିଜ ପ୍ରାଣ ତ୍ୟାଗ କରିବାକୁ ଲାଗିଲେ। ରାଧା ଯିବା ପରେ କୃଷ୍ଣ ରାଧାଙ୍କୁ ନିଜ କୋଳରେ ନେଇକି କୁଣ୍ଢେଇକି କାନ୍ଦିବାକୁ ଲାଗିଲେ। କୃଷ୍ଣଙ୍କର ଆଖିରୁ ଲୁହ ସରୁ ହିଁ ନଥିଲା। ସେହିଦିନ ଠାରୁ କୃଷ୍ଣ ବଇଁଶୀକୁ କେବେ ବି ବଜେଇଲେ ନାହିଁ। ଏହା ଥିଲା ରାଧା ଆଉ କୃଷ୍ଣଙ୍କର କାହାଣୀ। ବନ୍ଧୁମାନେ, ଆପଣମାନଙ୍କୁ ଏହି ଭିଡ଼ିଓ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଭଲ ଲାଗିଲେ ଲାଇକ୍, ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।